ଦେଖନ୍ତୁ ବର୍ତ୍ତମାନ ବଡ଼ ଦୁଃଖଦ ସମୟ ଖାଲି ଭାରତ ପାଇଁ ନୁହେଁ ବିଶ୍ୱ ପାଇଁ। ଆତଙ୍କବାଦୀ ଆତଙ୍କରାଜ ଯେଉଁଭଳିଆ କଲେଣି ଆମେ ସାଧାରଣ ମଣିଷ ଭାରି ମାନେ ଭୟଭୀତ ଅବସ୍ଥାରେ ଅଛୁ। ପ୍ରଶାନ୍ତ ଶତପଥୀ ଯେଉଁଭଳିଆ ବ୍ୟକ୍ତି ଯେଉଁଭଳିଆ ଚରିତ୍ର ସେ ବୁଲିବାକୁ ଯାଇଥିଲେ ପରିବାର ସାଙ୍ଗରେ। କାହିଁ ଆପଣମାନେ ଜାଣିଛନ୍ତି କାଶ୍ମୀର ଗୋଟେ ଏମିତି ଜାଗା ପ୍ରାୟ ସବୁଦିନ ଥଣ୍ଡା ପଡ଼େ, ପିଲାମାନଙ୍କୁ ନେବା ଟିକେ ଆମର ପନ୍ଦର ବୁଲିବା ପିକନିକ ହଉ କି ବୁଲିବା ପାଇଁ ହଉ ତୀର୍ଥଯାତ୍ରା ଯାହା ବି ହଉ ସେଭଳିଆ ହିସାବରେ ସେ ଯାଇଥିଲେ। ଖାଲି ଓଡ଼ିଶାର ନୁହଁ ବହୁତ ଜାଗାର ଲୋକ ଯାଇଥିଲେ। ଆମେ ପ୍ରଥମେ ଯାହା ଦେଖୁଛୁ ସିକ୍ୟୁରିଟି ଢିଲା ପାଇଁ ଏସବୁ ହବାର ପ୍ରଥମ ଲକ୍ଷ୍ୟ ଆମେ ଯାହା ଦେଖିଲୁ। ବାକି ଆମେ ଏଇଠି ହିନ୍ଦୁ ମୁସଲିମ ସମସ୍ତେ ଭାଇ ଭାଇ। ଜଣେ ମୁସଲମାନ ବ୍ୟକ୍ତି ଯଦି ଏଭଳି କାମଟା କରୁଛି ଆମେ ସମସ୍ତଙ୍କୁ ଖରାପ କହିପାରିବା ନାହିଁ, ସେ ସମସ୍ତ ପ୍ରତି ଅତ୍ୟାଚାର ଅନ୍ୟାୟ କରିପାରିବା ନାହିଁ। ଆମେ ହିନ୍ଦୁ ରାଷ୍ଟ୍ର, ସେ ସର୍ବଧର୍ମ ସମାନ। ଆପଣ ଦେଖନ୍ତୁ ବର୍ତ୍ତମାନ ଗଲା ଗୁଡ୍ ଫ୍ରାଇଡେ, ଭାରତ ସରକାର ଛୁଟି ଘୋଷଣା କରିଛନ୍ତି, ଛୁଟି ହବ। ତାଙ୍କର ଇଦ୍ ହଉ ବକରୀ ଇଦ୍ ହଉ ସବୁ ଆମେ ସମାନ ଭାବେ ପାଳନ କରୁଛେ। ରଜ ହଉ ହୋଲି ହଉ ଦୁର୍ଗା ପୂଜା ହଉ ସମସ୍ତେ ଭାଇଚାରାର ସହର ସମସ୍ତେ ଚଳୁଛେ। ଏଭଳିଆ କାଣ୍ଡକୁ ମୁଁ ନୁହଁ, ଆପଣ ନୁହନ୍ତି, ଓଡ଼ିଶା ନୁହଁ, ରାଜ୍ୟ ନୁହଁ, ଭାରତ ନୁହଁ, ସାରା ବିଶ୍ୱ ନିନ୍ଦା କରୁଛି ଆଜି। କାଲି ଧର୍ମାନ୍ତର ଦେଶ ଏବଂ ଦୟା ଦେଶ। ହଁ ନିଶ୍ଚୟ, ଆମେ କହିଲେ ସର୍ବଧର୍ମ ସମାନ, ଆମେ ଧାର୍ମିକ ବ୍ୟକ୍ତି। ଏଭଳିଆ କାଣ୍ଡ କାଶ୍ମୀରରେ ଯୋଉଭଳିଆ ହେଲା, ସେ ଯୋଉ ପରିବାରଟି ମଲା, ଖାଲି ଓଡ଼ିଶାରେ ଜଣେ ମରିଛି। ଆମେ ଓଡ଼ିଶା କଥା ଯେହେତୁ ଓଡ଼ିଶାରେ ଅଛି ତାକୁ ଆମେ ଦେଖିଲେ ଜାଣିଲେ ବିଭିନ୍ନ ଜାଗାରେ ମରିଛନ୍ତି। 28 ଜଣ ତ ଏଥିରେ ଯାଇଛନ୍ତି, କିଛି ବି ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି। ତାଙ୍କ ଅବସ୍ଥା ବି ଦେଖୁଥିଲୁ ଆମେ ନ୍ୟୁଜରେ ଆଜି, ସଂକଟାପନ୍ନ। ଆମ ହାତରେ କିଛି ନାହିଁ। ଆମେ ଖାଲି ଭାରତ ସରକାରଙ୍କୁ ଅନୁରୋଧ କରିବୁ, କାରଣ ଏଇଟା ଗୋଟେ ଏମିତି ପରିସ୍ଥିତି ଜାତି ଧର୍ମ କୌଣସି ରାଜନୀତି କରିବାଟା ଉଚିତ ନୁହଁ। এই ସମୟରେ ସମସ୍ତେ ଆମେ ଏକାଠି ହେବା, ଯେକୌଣସି ଦଳରେ ଆମେ ଥାଉ ସମସ୍ତେ ଏକାଠି ହେବା, ସମସ୍ତେ ଲଢ଼ିବା, ସମସ୍ତେ ସମ୍ମାନରେ ଜିତିବା, ସମ୍ମାନ ପାଇଁ ବଞ୍ଚିବା। ଆଜି କାଶ୍ମୀର କି ଯାଇଥିଲେ ବୁଲିବା ପାଇଁକା ପହଲଗାମ, ତାଙ୍କର ଶବ ଆସିଲା ଘରେ ପହଞ୍ଚିଲା ସକାଳେ। ମୁଖ୍ୟମନ୍ତ୍ରୀ ଯାଇଛନ୍ତି, ବିଭିନ୍ନ ମନ୍ତ୍ରିମଣ୍ଡଳ ଯାଇଛନ୍ତି, ବିଶିଷ୍ଟ ବ୍ୟକ୍ତି ଯାଇଛନ୍ତି। ଗଲେ କଣ ତାଙ୍କ ପରିବାରକୁ ତାଙ୍କର ଯୋଉ ଜିନିଷଟି ଯାଇଛି ଆମେ ଫେରେଇ ପାରିବାନି, ଆମେ ତ ସାନ୍ତ୍ୱନା ଦେବା। ଆମ ଭାରତର ଆଜି ଯୋଉ ଭଳିଆ ନିନ୍ଦନୀୟ ଘଟଣା ଘଟିଛି ତାକୁ ଆମେ କୌଣସି ମତେ ଭୁଲି ପାରିବା ନାହିଁ। ଆମକୁ ଆଜିଠୁ ଶପଥ ନେବାକୁ ପଡ଼ିବ ଏଭଳିଆ କାଣ୍ଡକୁ ଯେମିତି ଭାରତରୁ ଲୋପ କରିବା। ମୁଁ ନୁହଁ ଆପଣ ସମସ୍ତଙ୍କୁ। ଆମେ ଜାଣିଛେ ସେ କୋଉଠି ଢିଲା ନଥିଲେ ଏଭଳିଆ କାଣ୍ଡ କେବେ ହେଇନଥାନ୍ତା। ଜଣେ ବର୍ଡର ପାର କରିକି ଆସୁଛି ପୁରା ରେଡି ହେଇକି ବନ୍ଧୁକ ଧରିକି ହାତରେ। ଯୋଉମାନେ ସେଠି ବୁଲୁଥିଲେ ଖୁସିରେ ମଜାରେ ଗୀତ ବୋଲୁଥିଲେ ସେମାନେ ଜାଣିନଥିଲେ ଜୀବନଟା ଏଇଠି ଛାଡ଼ିଯିବ। ଆପଣ ମୁଁ ଦେଖୁଥିଲି ଆପଣ ନ୍ୟୁଜ ମାଧ୍ୟମରେ ଜଣେ ସ୍ୱାମୀ ଶୋଇଛନ୍ତି ଜଣେ ସ୍ତ୍ରୀଙ୍କ କୋଳରେ। ସେ ସ୍ତ୍ରୀଙ୍କୁ କେମିତି ଲାଗୁଥିବ ଯେ ବୁଲିବାକୁ ଯାଇଥିଲେ ଖୁସିରେ, ରିସେଣ୍ଟଲି 2-4 ଦିନ 5 ଦିନ ମ୍ୟାରେଜ ବି କରିଛନ୍ତି। ଏସବୁ ଜିନିଷ ଦେଖିଲା ବେଳେ ବଡ଼ ଦୁଃଖ ଲାଗେ। ସେମାନେ ଆକୁ ସମର୍ଥନ କରିଛନ୍ତି ଏବଂ ଏଭଳିଆ କାଣ୍ଡ ଭିଆଇଛନ୍ତି। ହଁ, ତାଙ୍କୁ ମାଟିରେ ମିଶିବା ନିହାତି ଦରକାର। ଆମେ ହେଲେ ଶାନ୍ତ ପ୍ରିୟ ଭାରତୀୟ ଲୋକ, ବହୁତ ଶାନ୍ତ। ଆମେ ହିନ୍ଦୁ ରାଷ୍ଟ୍ର, ଆମେ ମାନେ ଟୋଟାଲି ସବୁ ଧର୍ମ ସମାନ ମାନିବା କରିବା ଖାଇବା ଆମର ଗୋଟେ ଅଲଗା ଟାଇପର। ଆମେ ସବୁ କେବେ ଏଇଟା ଚାହୁଁନଥିଲୁ। କାଶ୍ମୀର କେତେ ସୁନ୍ଦର ଦେଶ, ଆମର ରାଜ୍ୟ, ଯିବା ବୁଲିବା, ଆମର ପ୍ରକାର ପିକନିକ ହଉ କି ଗୋଟେ ପର୍ଯ୍ୟଟକ ହଉ ବୁଲିବା। ଗୋଟେ ପର୍ଯ୍ୟଟକ ସ୍ଥଳୀ ଯାକ ତମେ ଦେଇଛ, ସେଠି ସିକ୍ୟୁରିଟି ଦେଇନଥିଲି, କି ଆଶ୍ଚର୍ଯ୍ୟ କଥା। ଗୋଟେ ସାଧାରଣ ମଣିଷ ପୋଲି ଡ୍ରେସ ପିନ୍ଧିକି ସାଧାରଣ ମଣିଷଟି ଯାଇଛି ବୁଲିବା ପାଇଁକା, ତା ଶବ ଯାଉଛି ତା ଘରକୁ। ଏ ବଡ଼ ଦୁଃଖ ଆଉ ଜଘନ୍ୟ କଥା ଏଇଟା। ଆମେ ତ ତାକୁ କେବେ କ୍ଷମା ଦବୁନି। ବାକି ଦେଖନ୍ତୁ ଓପର ଲେଭେଲ ଯାହା ହବ, ମୁଁ ଭାବୁଛି ଆମର ପ୍ରଧାନମନ୍ତ୍ରୀ ଯଶସ୍ୱୀ ଯାହା ବି କରିବେ ଠିକ ଉଚିତ ନେବେ, ଯେକୌଣସି ଥାଉ। ବର୍ତ୍ତମାନ ମୁଁ ଏବେ ବି କହିଲି ଆମେ ଯେକୌଣସି ଦଳରେ ଥାଉ ନା କାହିଁକି ପ୍ରତ୍ୟେକ ସମସ୍ତେ ଏକାଠି ହେଇଯାଇଛୁ। ଆକୁ କେମିତି ଆତଙ୍କବାଦୀକୁ ଭାରତର ମୂଳରୁ ନାଶ କରିବା।